घटनाटा घटिबाकू जाउछि। अरे भाई लाला पुणी तू थाउ थाउ आम ई प्रतापगढ़ राज्य रे बड़ घटना घटिबाकू जाउछि भाई। हाँ बड़ भौरी आम ई प्रतापगढ़ राज्य रे बड़ घटनाटा घटिबाकू जाउछि बड़ भौरी। ताहेले सेई बड़ घटनाटी कौन एई तो बड़ भौणी आगरे तू शीघ्र प्रकाश कर भाई शीघ्र प्रकाश कर। ए बड़ भौरी मन दई सुनी जाबो निज बड़ भौरी। हाँ भाई सुनाले बड़ भौरी मन करना दे प्रतापगढ़ कहानी देउछि बुझाई। बड़ रानी चाली गले सबन साधन सही दिन ठारू राजांकर व्याकुलित मन। सभा मंडपर रेजिस्ट्री करिबे श्रावण मासक मुकुट बांधिबे। हेले बड़ भौरी वसंत काली तू हेबो वही प्रतापगढ़ राज्यर चाकराणी चाकराणी कारण वसंत काली श्रावण हेबो राजा और तू हेबो चाकराणी चाकराणी। ताहेले एई कथाटी को तो बड़ घटना बोली कहूछु भाई। हाँ बड़ भौरी वही कथाटा होछि बड़ घटनाटा। जदि असंत काली श्रावण राजा हो जाए निश्चय तो वही प्रतापगढ़ रे भिक मागिबो भिक भिक भिक। ए मो बोका भाई श्रावण होछि एई प्रतापगढ़ राज्यर उत्तराधिकारी आउ श्रावण राजा न हबा तो किए हेबो भाई किए हेबो। ए बाबू की बड़ भौरी श्रावण हेउछि तो निज पुଅ नुहे श्रावण हेउछि तो साबत पुଅ श्रावणर हेउछु तू साबत मा। हाँ एक कथा जाने श्रावण को मु सतरे जन्म देनी हेले भाई ताकू मु छोटरू बड़ करी आसीछि आउ से जति एई प्रतापगढ़ राज्य रे राजा हेले मध्य केबे भी मु भिकारुणी हेबिनी भाई केबे नुह केबे नुह। ए बड़ भौरी जदि राजा हो जाए श्रावण वसंत काली निश्चय तू हेबु गोटे भिकारुणी कारण श्रावण हेउछि तोर साबत पुଅ श्रावणर हेउछु तू साबत मा। बुझिलु बड़ भौरी ସେଥିପାଇଁ ମୁଁ ହଠାତ୍ ଚାଲି ଆସିଛି ରାଣୀ ହଂସାପୁରୀ। कौन कहलु तू आज एई तो बड़ा भौणीर मंगल पाई तू मो पाखकू काम नहीं कि आसचु। बड़ा भौणी तो मंगल पाई मु गोटे काम नहीं कि आसीछि
যদি সেই কামটা বসন্তকালী করি দেউ নিশ্চয় তোর মঙ্গল হয়ে যাব বড় ভাউরে মঙ্গল হয়ে যাব ଆଉ তোর ওই প্রতাপগড় রাজ্যটা নিষ্কণ্টক রাজ্য হয়ে যাব বড় ভাউরে তাহলে সেই কামটি কଣ তো বড় ভଉଣୀ ଆଗରେ ତୁ ପ୍ରକାଶ କର ଯଦି ମତେ ଭଲ ଲାଗିଲେ କରିବି ନହେଲେ ନାଇଁ ଭାଇ হেরে বড় ভাউরে বড় দেই শুনি যাব নিজ বড় ভাউরে বসন্তকালী নিশ্চয় আসিব শ্রাবণ ভোজন খাইবা পাই তো ঠিক সেই সমୟରେ তো প্রেম জালরে ଛନ୍ଦି ଦେବୁ ଶ୍ରାବଣକୁ ଆଉ କହିବୁ ରାଜା ସୂର୍ଯ୍ୟକାନ୍ତକୁ ତମ ବଡ଼ ରାଣୀ ମମତାର ପୁଅ ଶ୍ରାବଣ ରାଣୀ ହଂସପୁରେ ପଶି ମାଗୁଥିଲା ପ୍ରେମ ଭିକ୍ଷା ବୋଲି ଯଦି ଏ କଥାଟା ରାଜା ଜାଣିଦିଏ ନିଶ୍ଚୟ ଶ୍ରାବଣକୁ ଏଇ ପ୍ରତାପଗଡ଼ ରାଜ୍ୟରୁ ବାହାର କରିଦେବ ବଡ଼ ଭାଉଣୀ ବାହାର କରିଦେବ ତାପରେ ତୋର ନିଷ୍କଣ୍ଟକ ରାଜ୍ୟ ଭୋଗ ହୋଇଯିବ এই প্রতাপগড় রাজ্য নিষ্কণ্টক রাজ্য মধ্য হয়ে যাব বড় ভাউরে এ লালা ତୁ ଯଦି ମୋ ଭାଇ ନ ହେଇଥାନ୍ତୁ ତାହେଲେ ମୁଁ ଏଇ ମୁହୂର୍ତ୍ତରେ ତତେ ଏଇ ପ୍ରତାପଗଡ଼ ରାଜ୍ୟରୁ ଘୋଷାଡ଼ି ବାହାର କରି ଦେଇଥାନ୍ତି ହେଲେ କାହିଁକି ବନିଛ ବଡ଼ ଭାଉରେ ତ ମଙ୍ଗଳ ପାଇଁ କହୁଛି ମୋ ବଡ଼ ଭାଉରେ ତ ମଙ୍ଗଳ ପାଇଁ କହୁଛି ଆରେ ଏ କଥା କହିବା ଆଗରୁ ତୋ ବିବେକ ତତେ ଟିକିଏ ମଧ୍ୟ ବାଧା ଦେଲାନି ଲାଲା ଆରେ ଏ କଥା କେମିତି ତୁ କହିପାରୁଛୁ ଏ କଥା କହିବା ଆଗରୁ ତୋ ତୁଣ୍ଡଟା ଛିଣ୍ଡିକି ତଳେ ପଡ଼ିଗଲାନି କାହିଁକି ଦେଖିଛୁ ଆରେ ଦେଖିଛୁ କୋଉ ମା କଣ ପୁଅକୁ ପ୍ରେମ ଭିକ୍ଷା ମାଗିପାରେ ନାଇଁ ଲାଲା ନାଇଁ ଏ କଥା କେବେ ସମ୍ଭବ ହୋଇପାରିବନି ଏ ବଣିଛ ବଡ଼ ଭାଉରେ ସମ୍ଭବ କରିବାକୁ ପଡ଼ିବ କାରଣ ଶ୍ରାବଣ ହେଉଛି ତୋର ସାବତ ପୁଅ ଶ୍ରାବଣର ହେଉଛୁ ତୁ ସାବତ ମା ନିଶ୍ଚୟ କାମ କରିବାକୁ ପଡ଼ିବ ମୋ ନିଜ ବଡ଼ ଭାଉରୀ ତ ମଙ୍ଗଳ ପାଇଁ କହୁଛି ବଡ଼ ଭାଉରୀ ତ ମଙ୍ଗଳ ପାଇଁ କହୁଛି ଆରେ ହଁ ମୁଁ ଜାଣେ ଶ୍ରାବଣକୁ ମୋ ଗର୍ଭରେ 10 ମାସ 10 ଦିନ ଧାରଣ କରିନି ଏ କଥା ସତ ହେଲେ ମୁଁ ତାକୁ ଛୋଟରୁ ବଡ଼ କରି ଆସିଛି ଆଉ ମୁଁ ତାକୁ ମାର ସ୍ନେହ ମମତା ଦେଇଛି ଆଉ ସେଇ ଶ୍ରାବଣ ମଧ୍ୟ ମତେ ମାର ଦର୍ଜା ଦେଇ ଆସିଛି ଆଉ ଆଜି କ'ଣ ମୁଁ ଏଇ ରାଜ୍ୟ ଟିକକ ପାଇଁ ତାକୁ ପ୍ରେମ ଭିକ୍ଷା ମାଗିପାରିବି ନାଇଁ କେବେ ବି ହେଇପାରିବନି ଲାଲା କେବେ ହେଇପାରିବନି ଏ ବଣିଛ ବଡ଼ ଭାଉରୀ ଯଦି ତୋ ଗର୍ଭରୁ ଗୋଟିଏ ସନ୍ତାନ ଜନ୍ମ ହୁଏ ତାହେଲେ ତୁ କେମିତି କରିବୁ ମୋ ବଡ଼ ଭାଉରୀ ସେଥିପାଇଁ ତ ମଙ୍ଗଳ ପାଇଁ ମୁଁ ଏଇ କଥାଟା କହିଲି ମୋ ନିଜ ବଡ଼ ଭାଉରୀ এই কামটা তোতে নিশ্চয় କରିବାକୁ পড়িব তো ছোট ভাইর রাড় তো ছোট ভাইর রাড় লালা নাই হে ঠাকুরে ମୋ ଭାଇଟା ଆଜି ମତେ
ସେଇ ବୁଢ଼ିଆଣୀ ଜାଲରେ ଛନ୍ଦି ଦେଇ ଚାଲିଗଲା ଠାକୁରେ ଚାଲିଗଲା। ଆରେ ମୁଁ ଜାଣେ ସେଇ ଶ୍ରାବଣକୁ ମୋ ଗର୍ଭରେ 10 ମାସ 10 ଦିନ ଧାରଣ କରିନି, ଏକଥା ସତ। ହେଲେ ମୁଁ ତ ତାକୁ ଛୋଟରୁ ବଡ଼ କରି ଆସିଛି। ଆଉ ମା ହୋଇ ପୁଅକୁ କ'ଣ ପ୍ରେମ ଭିକ୍ଷା ମାଗିପାରିବି? ଏକଥା କେବେ ମଧ୍ୟ ସମ୍ଭବ ହେବନି। ହେଲେ ମୋ ଭାଇଟା ଯେତେବେଳେ ତା ରାଣ ଦେଇ ଚାଲି ଯାଇଛି, ମୋ ସାନ ଭାଇ ରାଣଟାକୁ ତ ମୋ ଗୋଡ଼ରେ ଆଡ଼େଇ ଦେଇ ପାରିବିନି। ହେଲେ ଠାକୁରେ ମତେ ମୋ ଭାଇଟା ବଡ଼ ଅଡ଼ୁଆରେ ପକେଇ ଦେଇ ଚାଲିଗଲା। ଠାକୁରେ ବଡ଼ ଅଡ଼ୁଆରେ ପକେଇ ଦେଇ ଚାଲିଗଲା। କ'ଣ ସତରେ ଶ୍ରାବଣ ଯଦି ଏଇ ପ୍ରତାପଗଡ଼ ରାଜ୍ୟରେ ରାଜା ହେଲେ, ମୁଁ କ'ଣ ଦିନେ ଏଇ ଦାଣ୍ଡର ଭିକାରୁଣୀ ହେଇଯିବି? କାହିଁକି ମତେ ତ ଏ କଥା ଲାଗୁନି। କାହିଁକି ନା ମୁଁ ଶ୍ରାବଣକୁ ଛୋଟରୁ ବଡ଼ କରି ଆସିଛି। ଆଉ ଯଦି ଶ୍ରାବଣ ରାଜା ହୋଇଯାଏ, ତାହେଲେ ମତେ ଆଡ଼ ଆଖିରେ ଦେଖିବ ନାହିଁ, ସେ କେବେ ଦେଖିବନି। ହେଲେ ଆଉ ଗୋଟେ କଥା କହିଯାଇଅଛି ଯେ, ଆଜି ସିନା ମୋ ଗର୍ଭରେ ସନ୍ତାନ ନାହିଁ, ଯଦି ମୋ ଗର୍ଭରେ ଯଦି କିଛି ବର୍ଷ ମଧ୍ୟରେ ସନ୍ତାନଟିଏ ନିଏ ଜନ୍ମ ନେଲେ, ତାହେଲେ ଏଟା ବି ସତ କଥା। ଆରେ ହଁ, ମୋ ଭାଇ ଯାହା କହିଅଛି ସବୁ ହଉଛି ଅକ୍ଷର ଅକ୍ଷରରେ ସତ୍ୟ। କାହିଁକି ନା ଆଜି ସିନା ମୋ କୋଳରେ ସନ୍ତାନଟିଏ ନାହିଁ, ଯଦି କିଛି ବର୍ଷ ମଧ୍ୟରେ ମୋ କୋଳରେ ସନ୍ତାନଟିଏ ଆସିଯାଏ ନା, ତାହେଲେ ତ ସବୁ ସର୍ବନାଶ ହେଇଯାଇଥିବା। ସର୍ବନାଶ। କାହିଁକି ଆସନ୍ତା କାଲି ମଧ୍ୟ ସେଇ ଶ୍ରାବଣର ରାଜ୍ୟ ଅଭିଷେକ। ଆଉ ଶ୍ରାବଣ ଯଦି ଏଇ ପ୍ରତାପଗଡ଼ ରାଜ୍ୟରେ ରାଜା ହୋଇଯାଏ, ତାହେଲେ ଯୋଉ ମୋ ସନ୍ତାନଟା ମୋ କୋଳରେ ଆସିବ, ମୋ ସନ୍ତାନ ଆଉ ମୁଁ ତ ନିଶ୍ଚୟ ଏଇ ପ୍ରତାପଗଡ଼ ରାଜ୍ୟରେ ଦାଣ୍ଡେ ଦାଣ୍ଡେ ଯାଇକି ଭିକ ମାଗିବାକୁ ପଡ଼ିବ। ଭିକ ଭିକ ଭିକ। ଆରେ ମୁଁ ବଞ୍ଚି ଥାଉ ଥାଉ ଜମାରୁ ସେମିତି ହବାକୁ ଦେବିନି। ନାଟା ହେଉଛି ମୋର କାଦମ୍ବିନୀ। ଏମିତି ଷଡ଼ଯନ୍ତ୍ରଟା ରଚିବି ଯେ ସେଇ ଶ୍ରାବଣ କିଛି ମଧ୍ୟ ଜାଣିପାରିବନି। ସେ କ'ଣ ଭାବୁଛି ଏଇ ପ୍ରତାପଗଡ଼ ରାଜ୍ୟରେ ମୌନମଣି ହେଇକି ତା ନିଜ ଶାସନଟା ଚଳାଇବ? ଆରେ ନାଇଁ ରେ ଶ୍ରାବଣ, ନାଇଁ 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 ନାଇଁ, ମୁଁ ଏମିତି ପାନେ ଦେବି ଯେ ସେଇ ଶ୍ରାବଣଟି ଅଖା ଧଉଥିବା, ଗୁଣ ମଧ୍ୟ ଗାଉଥିବା। ହେଲେ ସେଇ ଶ୍ରାବଣର ଆସିବା ସମୟ ମଧ୍ୟ ହେଇଯାଇଛି। ଆଉ ସେ ଯଦି ମୋ ପାଖକୁ ଆସିବ ନା,
ତାହେଲେ ସେ ମତେ କିଛି ଖାଇବା ପାଇଁ ମାଗିବ। ତେଣୁକରି ଯାଏ ସର୍ବପ୍ରଥମେ ତା ମନ ପସନ୍ଦର ଖାଇବା ତିଆରି କରିନେ। ଆଉ ମୋ ମିଠା ମିଠା କଥା କହି ମୁଁ ଚକ୍ରାନ୍ତଟା ଏଇଠୁ ଆରମ୍ଭ କରିନି। ହେଲେ ସେ ଆସିବା ପୂର୍ବରୁ ମତେ ଯାଇକି ତା ପାଇଁ ତା ମନ ପସନ୍ଦର ଭୋଜନଟା ତିଆରି କରିବାକୁ ପଡ଼ିବ। ହେଲେ ଯାଏ ସେ ବୋଧେ ଏଇନେ ଆସୁଥିବ।